ରାଜରାସ୍ତାରେ ହାତୀପଲଙ୍କୁ ଦେଖି ଆତଙ୍କିତ ଓ ଭୟଭୀତରେ ଜନସାଧାରଣ। ଅଘଟଣାରୁ ବର୍ତ୍ତିବା ପାଇଁ ସଚେତନ କରିଚାଲିଛି ବନ ବିଭାଗ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ରଜିଆ ଓ ପତଳା ଅଞ୍ଚଳରେ କିଛିଦିନ ହେଲା 25ଟି ହାତୀ ଡେରା ପକାଇଛନ୍ତି। ରଜିଆ ଜଙ୍ଗଲରୁ 25 ଟିକିଆ ହାତୀପଲ ରାଜପଥ ଉପରେ ଅତିକ୍ରମ କରି ଆଖପାଖ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରଜିଆ ଜଙ୍ଗଲ ନିକଟରେ NH 20 ଅତିକ୍ରମ କରିବା ସମୟରେ ରାସ୍ତା ଉପରେ ଠିଆ ହୋଇ ରହିଥିଲେ। ଆଜକୁ 4 ରୁ 5 ଦିନ ହେବ ରଜିଆ ଓ ପତଳା ଗାଁ ଜଙ୍ଗଲରେ 25 ଟିକିଆ ହାତୀପଲ ଦିନବେଳେ ରହିବା ପରେ ସନ୍ଧ୍ୟା ସମୟରେ ଜଙ୍ଗଲରୁ ବାହାରି ଖରାଟିଆ ଧାନ ଫସଲ ନଷ୍ଟ କରୁଥିବା ବେଳେ ଗତକାଲି ରାତି ପ୍ରାୟ 10ଟା ବେଳକୁ ଶଶାଙ୍ଗ ଗାଁରେ ଏକ ଘର ଭାଙ୍ଗିଥିବା ନେଇ ସୂଚନା ମିଳିଛି। ବନ ବିଭାଗ ମଧ୍ୟ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ କରାଉଛି। ଏହି 25 ଟିକିଆ ହାତୀପଲଙ୍କୁ ନେଇ ନିକଟ ଗ୍ରାମବାସୀ ଚିନ୍ତିତ ଆତଙ୍କିତ ପ୍ରାୟ। ଏହି ହାତୀପଲ ଅନେକ ଦିନ ଧରି ଏହି ରେଞ୍ଜରେ ଅଛନ୍ତି, ହେଲେ ଲୋକଙ୍କୁ ବୁଝାଇବା ସହ ସତର୍କ କରାଇବା ପରେ ମଧ୍ୟ ଲୋକମାନେ ଦେଶୀ ମୌଲି ଓ ହାଣ୍ଡିଆ ଘରେ ରଖୁଥିବାରୁ ହାତୀମାନେ ତାର ବାସ୍ନାରେ ଘର ଭାଙ୍ଗି ସେ ସବୁକୁ ଖାଉଛନ୍ତି। ବର୍ତ୍ତମାନ ଚମ୍ପୁଆ ରେଞ୍ଜରେ 80ରୁ ଅଧିକ ହାତୀ ଥିବା ନେଇ ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ। जो भाई माने जंगल भीतर अछंते दयापूर्वक जंगल बाहर को चली आसंतो। जो भाई माने जंगल भीतर अछंते दयापूर्वक जंगल बाहर को चली आसंतो। जंगल भीतर हाथी द्वारा यदि आपन किछि क्षय क्षति